আরে সারা গিরি সোহে রূপ তাঙ্কর গিরি সোহে রূপ তাঙ্কর গিরি সোহে রূপ তাঙ্কর দেখিলে মদন হইব দিন দেখিলে মদন হইব দিন দর্শনে রহিব সে নীরবতী নবদ্বীপ সরবসিতি পাইছিলা গঙ্গা লাভসরিতি নবদ্বীপ সরবসিতি। বলে কবিঙ্কর ভাবনা কেতে কল্পিত আচ্ছা আচ্ছা কেতে উন্মুক্ত হ্যাঁ কেতে উন্মুক্ত চিন্তাধারারে আচ্ছা কবি লেখিଛନ୍ତି କେମିତି ରୂପଟାକୁ ବର୍ଣ୍ଣନା କରିଛନ୍ତି ଏମିତି ଲେଖିଛନ୍ତି କହିଲେ ନଦିଆର ନର ନାରୀ ମାନେ ଚିନ୍ତା କରୁଛନ୍ତି କଣ ହଁ, ହଁ। କହିଲେ ଇଏ ଧନ୍ୟ ଆମେ ପୁଅଟେ ପାଇକି ଆମେ ଧନ୍ୟ ହେଇଯାଇଛୁ ଆଚ୍ଛା, ନଦିଆର ଆଚ୍ଛା। ନର ନାରୀ ହଁ ମଦନ ଚିନ୍ତା କରୁଛି ହଁ ଜୀବନରେ ତିନିଟା ଜିନିଷ ନ ଦେଖିକି ସବୁ ଆଶ୍ଚର୍ଯ୍ୟ ଲାଗେ କଣ କଣ ତିନିଟା ଜିନିଷ କହିଲେ ନ ଦେଖିକି ସୁନ୍ଦର ହଁ ନ ଚିପିକି ଟାଣ ଆଚ୍ଛା ନ ଖାଇକି ସୁଆଦ ହଁ ଏସବୁ ତିନିଟା ଜିନିଷ କଣ କଣ କହିଲେ ନ ଦେଖିକି ସୁନ୍ଦର କଣ କଣ ନ ଦେଖିକି ସୁନ୍ଦର କହିଲେ ଆମେ ଗୋଟେ ଝିଅ ଟିକେ ପୁଅ ଟିକେ ଦେଖେ ଯେ ବାହାର ବାହାର ପାଇଁ ଆଚ୍ଛା ଆଚ୍ଛା ଦେଖିବାକୁ ଯାଉଥିଲେ କହିଲେ କି ପୁଅଟା ବଡ ସୁନ୍ଦର ଅଛି କନ୍ଦର୍ପ ଭଳିଆ କନ୍ଦର୍ପ ଭଳିଆ କନ୍ଦର୍ପକୁ କିଏ ଦେଖିଛି ନା କେତେ ସୁନ୍ଦର ହଉଛି ନା କନ୍ଦର୍ପ କନ୍ଦର୍ପ ନଚିପିକି ଟାଣ ହଁ କହିଲେ ଯଦି ଆମେ ସେତେବେଳେ କୁସୁମାସିଆ ମୁଆଁ ଆସେ ହଁ ହଁ ନଚିକି ଟାଣ ହଁ କହିଲେ ମୁଆଁଟା ଯେତେବେଳେ ବୁଢା ଖାଉଥିବ କହିଲେ କଣ ହେଇଛି ହଁ, ନା ହଁ। ମୁଆଁଟା ଆସେ କହିଲେ ବହୁତ ଟାଣ ନା ଟାଣ ହେଇଛି। ବଜ୍ର ଭଳିଆ ଟାଣ ବଜ୍ର ବଜ୍ରକୁ ଭଳିଆ। କିଏ ଦେଖିଛି ହଁ କିଏ ଦେଖି ନାହାନ୍ତି କହିଲେ ଆଉ କଣ ନ ଖାଇକି ସୁଆଦ ନ ଖାଇକି ସୁଆଦ ଏଠି କଣ? ଆମର ଭୋଜିଟା ହଉଛି ଆଚ୍ଛା ଆଚ୍ଛା ଭୋଜିଟା ଯଦି ଭଲ ଟେଷ୍ଟ ହେଇଛି ତ ବାସ୍ନାଟା ଭଲ ହବ ଭଲ ହଉଛି ହଁ। ତେଣୁ କଣ ହଉଛି ନା ହଁ, ଆମେ ବଢିଆ ହେଇଥିବ। ଭୋଜିଟା ଯେତେବେଳେ ଖାଇଲେ ହଁ, ହଁ। କହିଲେ ଭୋଜିଟା କଣ ଅମୃତ ଭଳିଆ ହଁ, ଲାଗେ ଦେଖିଆ ସଦାବେଳେ କଣ ଅମୃତ କରିବା? କହିଲେ ଅମୃତକୁ କିଏ ଚାଖିଛି ହଁ ସେମିତି କଳ୍ପିତ ଆଚ୍ଛା ଆଚ୍ଛା କବିଙ୍କର କଳ୍ପନାରେ କଳ୍ପିତ କରି ସେ ଲେଖିଛନ୍ତି ହଁ ହଁ ମଦନ ଚିନ୍ତା କରୁଛି ହଁ। ସେ ତାଙ୍କର ରୂପର ଦର୍ଶନ କରିକି ଏ ରୂପ ମୋର କିଛି ନୁହଁ ଆଚ୍ଛା ଆଚ୍ଛା କହିଲେ ଅମର ସିଂହରେ ଅମର କୋଷରେ ଲେଖିଲେ କଣ ଲେଖିଲେ କଣ ଲେଖିଲେ କହିଲେ ମଦନ ମନ୍ମଥ ମାର ମିନ କେତନ କନ୍ଦର୍ପ ଦର୍ପ କୋନଙ୍ଗ କହିଲେ କାମ ପଞ୍ଚ ସରସ୍ମର ହେ କହିଲେ ଇଏ ସୁନ୍ଦର ଶରୀର ରୂପ ମଦନ ଚିନ୍ତା କରୁଛି ହଁ ଆକୁ ଠିକ ଅନୁକରଣ କଲେ କିଏ ସେ ଧୀରେ ନା ହଁ ଭରତ ମୁନି ଭରତନାଟ୍ୟ ଲେଖିଲେ ଧୀରେ ଧୀରେ କଣ ଲେଖିଲେ କଣ କହିଲେ ତପତ କାଞ୍ଚନ ଜିଣି ଦିଶଇବ